କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ ଆମେ ଲିଥୋସ୍ଫିୟର ବା ଅଶ୍ମମଣ୍ଡଳ ବିଷୟରେ କଥା ହେବା। ଲିଥୋସ୍ଫିୟର ହେଉଛି ପୃଥିବୀର ବାହ୍ୟତମ ସ୍ତର, ଯାହା ଭୂତ୍ୱକ ଏବଂ ଆବରଣର ଉପରତମ ଅଂଶକୁ ନେଇ ଗଠିତ। ଏହା ଏକ କଠିନ ସ୍ତର ଯାହା ପ୍ରାୟ 100 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତାରିତ ଏବଂ ଟେକ୍ଟୋନିକ୍ ପ୍ଲେଟ୍ ନାମକ ବଡ଼ ଅଂଶରେ ବିଭକ୍ତ। ଏହି ପ୍ଲେଟ୍ ଗୁଡ଼ିକ ଅର୍ଦ୍ଧ ତରଳ ଆନ୍ଥେନୋସ୍ଫିୟର ଉପରେ ଭାସନ୍ତି, ଯାହା ଲିଥୋସ୍ଫିୟର ତଳେ ରହିଥାଏ ଏବଂ ସେମାନଙ୍କର ଗତିକୁ ଅନୁମତି ଦିଏ। ଲିଥୋସ୍ଫିୟରକୁ ଦୁଇ ପ୍ରକାରରେ ବର୍ଗୀକୃତ କରାଯାଇଛି: ମହାଦେଶୀୟ ଲିଥୋସ୍ଫିୟର ଏବଂ ସାମୁଦ୍ରିକ ଲିଥୋସ୍ଫିୟର। ମହାଦେଶୀୟ ଲିଥୋସ୍ଫିୟର ଘନ ଏବଂ ମୁଖ୍ୟତଃ ଗ୍ରାନାଇଟରେ ଗଠିତ, ଯେତେବେଳେ ସାମୁଦ୍ରିକ ଲିଥୋସ୍ଫିୟର ପତଳା ଏବଂ ମୁଖ୍ୟତଃ ବାସାଲ୍ଟରେ ତିଆରି। ଟେକ୍ଟୋନିକ୍ ପ୍ଲେଟ୍ ଗୁଡ଼ିକର ଗତି ଭୂମିକମ୍ପ, ଆଗ୍ନେୟଗିରି ଉଦଗୀରଣ ଏବଂ ପର୍ବତ ଗଠନ ଭଳି ଭୂତାତ୍ତ୍ୱିକ କାର୍ଯ୍ୟକଳାପକୁ ନେଇଥାଏ। ଲିଥୋସ୍ଫିୟର ଭୂମିରୂପ ମାଟି ଏବଂ ଖଣିଜ ଧାତୁ ଏବଂ ଜୀବାଶ୍ମ ଇନ୍ଧନ ଭଳି ପ୍ରାକୃତିକ ସମ୍ବଳ ପ୍ରଦାନ କରି ଜୀବନକୁ ସମର୍ଥନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା କାର୍ବନ ଚକ୍ରକୁ ନିୟନ୍ତ୍ରଣ କରି ପୃଥିବୀର ଜଳବାୟୁକୁ ମଧ୍ୟ ପ୍ରଭାବିତ କରେ। ଖଣି, ଜଙ୍ଗଲ କ୍ଷୟ ଏବଂ ନିର୍ମାଣ ଭଳି ମାନବ କାର୍ଯ୍ୟକଳାପ ଲିଥୋସ୍ଫିୟରକୁ ପ୍ରଭାବିତ କରେ। କେତେକ ସମୟରେ ଭୂମି ଅବକ୍ଷୟ ଏବଂ ମାଟି କ୍ଷୟ ଭଳି ପରିବେଶଗତ ସମସ୍ୟା ସୃଷ୍ଟି କରେ। ଭୂମିକମ୍ପ, ପ୍ଲେଟ୍ ଟେକ୍ଟୋନିକ୍ ଏବଂ ସମ୍ପଦ ପରିଚାଳନା ଅଧ୍ୟୟନ ପାଇଁ ଲିଥୋସ୍ଫିୟରକୁ ବୁଝିବା ଅତ୍ୟନ୍ତ ଜରୁରୀ। ବାୟୁମଣ୍ଡଳ, ଜଳମଣ୍ଡଳ ଏବଂ ଜୈବମଣ୍ଡଳ ସହିତ ଏହାର ପାରସ୍ପରିକ କ୍ରିୟା ପୃଥିବୀର ପରିବେଶଗତ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଭିଡିଓ ଟିକେ ଲାଇକ୍ କରିଦେବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିକି ଦବ। ଆଉ ଭିଡିଓକୁ ଆମ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହବ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।